প্রিয় দর্শক বন্ধুগণ, আসিଅছি নূতন আপডেট নেই, যাহাকি ଆପଣମାନେ ନିହାତି ଦେଖିବା ଦରକାର। ଓଡ଼ିଶାର ଖବର। ଦର୍ଶକ ବନ୍ଧୁଗଣ, ନବରଙ୍ଗପୁର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ଯେମିତି ମୋହନ ଚରଣ ମାଝୀ ନବରଙ୍ଗପୁର ରାଜ୍ୟବାସୀଙ୍କ ପାଇଁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିଥିଲେ। মেডিকেল কলেজ ও হসপিটাল শিলান্যাস খুব শীঘ্র দক্ষিণ ওড়িশার বিকাশ পরিষদ করিবে বলে মন্তব্য করেছেন মুখ্যমন্ত্রী মোহন চরণ মাঝি। অনেক সময়ে অনার্থ বা পরিচালক যোগুঁ আমার গরিব ও বরিষ্ঠ নাগরিক মহাপ্রভুଙ୍କ দর্শନ ବଞ୍ଚିତ ହୋଇଛନ୍ତି। ସେଥିପାଇଁ ଅଧିକାରୀ ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ହୋଇଛି। ଏହି ଯୋଜନାରେ ସରକାର ଶ୍ରବଣ କୁମାର ଭୂମିକା ନିର୍ବାହ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ଦୀର୍ଘ ଦିନର ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଆଜି ନବରଙ୍ଗପୁର ମେଡ଼ିକାଲ କଲେଜର ଶିଳାନ୍ୟାସ କରିଥିଲେ। ଆଗାମୀ ବଜେଟ୍ ପାଇଁ ସମସ୍ତଙ୍କୁ ପ୍ରସ୍ତାବ ନେଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର 201 ଜଣ କନ୍ୟା ରତ୍ନଙ୍କୁ ସରକାର ଆଶୀର୍ବାଦ ଦେଇ ସାରିଛନ୍ତି। ଆଶଙ୍କା ଯୋଜନା ନବରଙ୍ଗପୁର ମାଟିରୁ ଆରମ୍ଭ ହେବାକୁ ଯାଉଛି। ରାଜଧାନୀର ଦୀର୍ଘ ଦୂରରେ ଥିବା ଏହି ଦକ୍ଷିଣ ଓଡ଼ିଶାର ଜିଲ୍ଲାର ଉପାନ୍ତ ଅଞ୍ଚଳର ବିକାଶ ହେବ। କମ୍ ସମୟରେ ମେଡ଼ିକାଲ କଲେଜ ଛିଡ଼ା ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହି ମେଡ଼ିକାଲ କଲେଜରେ 100 ସିଟ୍ MBBS ପାଠପଢ଼ା ହେବ। ଖୁବ୍ ଶୀଘ୍ର ଅନ୍ୟ 4ଟି ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବ। ନବରଙ୍ଗପୁର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନର ଭୂମି ବିକାଶ ପାଇଁ 446 କୋଟି ଟଙ୍କା ଖର୍ଚ୍ଚ ହେବ। ମଣ୍ଡେଇ ପରିବା ବିକାଶ ପାଇଁ 7 କୋଟି, ହିରଲି ଡୋଙ୍ଗରୀ ପାଇଁ 5 କୋଟି ଖର୍ଚ୍ଚ ହେବ। ପାନୀୟ ଜଳ ପ୍ରକଳ୍ପ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ନବରଙ୍ଗପୁର ସହର ବାଇପାସ୍ ଡିସେମ୍ବର ସୁଦ୍ଧା ସରିବ। ଭାରତମାଲା ଜୟପୁର ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ କରାଯାଇଅଛି। ଜୁନାଗଡ଼ରୁ ନବରଙ୍ଗପୁର ରେଳପଥ ହେବ। ଜୟପୁର ବ୍ରହ୍ମପୁର 6 ଥାକିଆ ରାସ୍ତା ହେବ। ଆଞ୍ଚଳିକ ବୈଷମ୍ୟ ରହିବ ନାହିଁ। ଦକ୍ଷିଣ ଓଡ଼ିଶାର ବିକାଶ ହେବ। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବରଟି ହେଲା ସୋମବାର ହାଇକୋର୍ଟ ଛୁଟି। ଓଡ଼ିଶା ନ୍ୟୁଜ୍। ଆସନ୍ତା 16 ତାରିଖ ସୋମବାର ଦିନ ହାଇକୋର୍ଟ ଛୁଟି ରହିବ। ରବିବାର ମହାଶିବରାତ୍ରି ହୋଇଥିବାରୁ ଏହା ପରଦିନ ଏହି ଛୁଟି ଘୋଷଣା କରାଯାଇଅଛି। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା ସୁନା ଖସିଲା 25,000। କାହିଁକିନା ସୁନାର ରେଟ୍ ହୁ ହୁ ହୋଇକିନା ବଢ଼ିଥିଲା, କିନ୍ତୁ ହଠାତ୍ ଏହି ଭ୍ୟାଲେଣ୍ଟାଇନ୍ ଡେରେ ସୁନାର ରେଟ୍ କମିଅଛି। ଦର୍ଶକ ବନ୍ଧୁ, ଫେବୃଆରୀ 1 ତୁଳନାରେ ଆଜି 14 ଫେବୃଆରୀରେ ସୁନା ଓ ରୂପା ଉଭୟ ଶସ୍ତା ହୋଇଯାଇଅଛି। ଦର୍ଶକ ବନ୍ଧୁ, କହିବାକୁ ଗଲେ ଗତ 2 ସପ୍ତାହ ମଧ୍ୟରେ ରୂପାରେ ପ୍ରାୟ 1.40 ଲକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖାଯାଇଅଛି। ଦର୍ଶକ ବନ୍ଧୁ, ମାସର ଆରମ୍ଭରେ ରୂପା ପ୍ରତି କିଲୋଗ୍ରାମ 3.50 ଲକ୍ଷ ଏବଂ 4.20 ଲକ୍ଷ ମଧ୍ୟରେ ରହିଥିଲା। ଏହା ଥିଲା ସୁନା ରୂପାର ରେଟ୍। ରୂପା ଦରରେ ମଧ୍ୟ ଅଧିକ ସ୍ଥିରତା ଦେଖିବାକୁ ମିଳିଅଛି। ରୂପା ନିବେଶକାରୀମାନଙ୍କୁ ଲାଭ ଯୋଗାଉଥିବା ବେଳେ ଗତ 10 ଦିନରେ ଏଥିରେ ମଧ୍ୟ ତୀବ୍ର ହ୍ରାସ ଦେଖିବାକୁ ମିଳିଅଛି। ଦର୍ଶକ ବନ୍ଧୁ, ଯଦି ଆପଣ ସୁନା କିମ୍ବା ରୂପା କିଣିବା ବିଷୟରେ ଚିନ୍ତା କରୁଛନ୍ତି କିମ୍ବା ନିବେଶ କରିଛନ୍ତି, ତେବେ ଏହି 14 ଦିନିଆ ରିପୋର୍ଟ ବିଷୟରେ ନଜର ପକାନ୍ତୁ। ଦର୍ଶକ ବନ୍ଧୁ, ଫେବୃଆରୀ ଆରମ୍ଭରେ ସୁନା ଐତିହାସିକ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଥିଲା, କିନ୍ତୁ ଆଜିର ମୂଲ୍ୟ ଏକ ଭିନ୍ନ କାହାଣୀ କରୁଅଛି। ଦର୍ଶକ ବନ୍ଧୁ, ଫେବୃଆରୀ ପ୍ରଥମ ଦିନରେ 14 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପ୍ରାୟ 181,000 ଥିଲା। ଆଜି ଭ୍ୟାଲେଣ୍ଟାଇନ୍ ଡେରେ ସୁନାର ମୂଲ୍ୟ 156,000କୁ
ହ୍ରାସ ପାଇଅଛି। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା ମହାଶିବରାତ୍ରି ପାଇଁ କମିଶନରେଟ୍ ପୋଲିସ ଜାରି କଲା ଟ୍ରାଫିକ୍ କଟକଣା। ଆଜି ଫେବୃଆରୀ 15 ତାରିଖ ମହାଶିବରାତ୍ରି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ମହାଶିବରାତ୍ରି ବା ଜାଗରଣ ଯାତ୍ରା ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ୱର କଟକ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଗାଇଡ଼ଲାଇନ୍ ଜାରି କରାଯାଇଅଛି। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବରଟି ହେଲା ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଖୁସି ଖବର ଆସିଅଛି। ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତି 2026 ସମ୍ପର୍କରେ ଏକ ନୂଆ ଅପଡେଟ୍ ଆସିଅଛି। କେବଳ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ତାହା ନୁହେଁ, ବରଂ ବୟସ ସୀମା ମଧ୍ୟ ଛାଡ଼ କରାଯାଇଛି ଭାରତୀୟ ଅଗ୍ନିବୀର ନିଯୁକ୍ତି ପାଇଁ। ଦର୍ଶକ ବନ୍ଧୁ, ଅନଲାଇନ୍ ଆବେଦନ ଖୋଲିଅଛି। ଅଗ୍ନିବୀର ଏବଂ ଜୁନିୟର କମିଶନରେଟ୍ ଅଫିସରଙ୍କ ସହିତ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଅଛି। ଆସନ୍ତୁ ଜାଣିବା ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତି ପାଇଁ ବୟସ ସୀମା ଆବେଦନ ପ୍ରକ୍ରିୟା ବିଷୟରେ। ଦର୍ଶକ ବନ୍ଧୁ, ଭାରତୀୟ ସେନାରେ ଯୋଗଦାନ କରନ୍ତୁ। ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତି 2026 ପାଇଁ ସର୍ବାଧିକ ବୟସ ସୀମାରେ ରିହାତି ଘୋଷଣା କରାଯାଇଛି। ଏହା ଅଧୀନରେ ପ୍ରାର୍ଥୀମାନଙ୍କୁ 1 ବର୍ଷ ପାଇଁ ରିହାତି କରାଯାଇଅଛି। ସର୍ବନିମ୍ନ 17.5 ବର୍ଷ ବୟସ ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ, ଯେତେବେଳେ ସର୍ବାଧିକ ବୟସ ସୀମା 21ରୁ 22 ବର୍ଷକୁ ବୃଦ୍ଧି ପାଇବ। ଦର୍ଶକ ବନ୍ଧୁ, ସୂଚନା ପାଇ ଗତ କିଛି ଦିନ ଧରି ବୟସ ସୀମାକୁ 2 ବର୍ଷ ବୃଦ୍ଧି କରିବା ପାଇଁ ବର୍ଷ ଆନ୍ଦୋଳନ ଚାଲିଥିଲା। ଏହାର ଜବାବରେ ସରକାର 1 ବର୍ଷ ରିହାତି ପ୍ରଦାନ କରିଛନ୍ତି। 22 ବର୍ଷ ବୟସ ପର୍ଯ୍ୟନ୍ତ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ ଅନଲାଇନ୍ କରିପାରିବେ। ଦର୍ଶକ ବନ୍ଧୁଗଣ, ସାଲାରୀ କଥା ଦେଖିବା। ମାସିକ ଦରମା ପ୍ୟାକେଜ ପାଆନ୍ତି, ଯେଉଁଥିରେ 21,000 ହ୍ୟାଣ୍ଡ ଦରମା, 9,000 କର୍ପସ ଫାଣ୍ଡି ଏବଂ 9,000 ଭାରତ ସରକାରଙ୍କ ଅବଦାନ ଅନ୍ତର୍ଭୁକ୍ତ। ଚତୁର୍ଥ ବର୍ଷରେ ଅଗ୍ନିବୀରମାନେ 40,000 ଦରମା ପ୍ୟାକେଜ ପାଆନ୍ତି, ଯେଉଁଥିରେ 28,000 ହାତକୁ ଦରମା ପାଆନ୍ତି ଏବଂ 12,000 କର୍ପସ ଫାଣ୍ଡି ଅବଦାନ ଏବଂ 12,000 ଭାରତ ସରକାରଙ୍କ ଅବଦାନ ଅନ୍ତର୍ଭୁକ୍ତ ରହିଅଛି ବୋଲି ସରକାର ଘୋଷଣା କରିଛନ୍ତି। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା ରେଲୱେ ବିଭାଗରେ ବାହାରିଲା ବମ୍ପର ନିଯୁକ୍ତି। ଶୀଘ୍ର ଦେଖନ୍ତୁ, ରେଳ ବିଭାଗରେ ବାହାରିଛି ବମ୍ପର ନିଯୁକ୍ତି। ବିନା ପରୀକ୍ଷା ସରକାରୀ ଚାକିରିର ସୁଯୋଗ, 500ରୁ ଅଧିକ ପଦବୀ ଖାଲି, ଯୋଗାଯୋଗ କରନ୍ତୁ। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବରଟି ହେଲା ଆସନ୍ତା 16 ତାରିଖରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଜାଣନ୍ତୁ କାହିଁକି ନିଆଗଲା ଏହି ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ସମସ୍ୟା ଜଣାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହି ଜରୁରୀ ସୂଚନା। ଆସନ୍ତା ସୋମବାର ଅର୍ଥାତ୍ ଫେବୃଆରୀ 16 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସାପ୍ତାହିକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ଘୋଷଣା କରାଯାଇଅଛି। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇଥିଲେ। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ଶନିବାର ଦିନ ଅପରାହ୍ନରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଥିଲେ। ବରଭଦ୍ରପୁର ଗ୍ରାମରେ ଓହ୍ଲାଇଥିଲେ। ସେଠାରେ ଟେକ୍ସଟାଇଲ ପାର୍କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍ ଏବଂ ଡାଟା ସେଣ୍ଟର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭାରେ ଯୋଗଦେଇ ଜିଲ୍ଲା ତଥା ରାଜ୍ୟର ବିକାଶ ମୂଳକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକାରୀ କରିଥିଲେ। ଅତି ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ପ୍ରଦାନ ମିଳିଛି। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗେ ତେବେ ଲାଇକ୍ କରିବେ ଏବଂ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁ, ଏମିତିକା ଲେଟେଷ୍ଟ ଅପଡେଟ୍ ଜାଣିବା ପାଇଁ
ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟିକୁ ଦବାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଜି ପାଇଁ ଏତିକି। ନୂଆ ଆପଡେଟ୍, ନୂଆ ଖବର ସାଙ୍ଗରେ ଆଗାମୀକାଲି ଦେଖା ହେବ। ନମସ୍କାର। ଜୟ ଜଗନ୍ନାଥ, ଜୟ ଓଡ଼ିଶା। ଓಂ ନମଃ ଶିବାୟ।